ଏବେ ମୋ ମାମା ମତେ ଚମ୍ପୁ ହେଲା ମୁଣ୍ଡ କୁଣ୍ଡଉଛି। ମାମା ମତେ କେବେ ବି ମୋ ଇଚ୍ଛାରେ ମୁଣ୍ଡ କୁଣ୍ଡେଇକୁ ଦବନି। ଯେତେବେଳେ ମୁଁ ଷ୍ଟାଇଲରେ ମୁଣ୍ଡ କୁଣ୍ଡଉଥିବି ମାମା ମତେ ଏମିତି ଅନେଇବ ରାଗିକି, କହିବ କି କ'ଣ ପାଇଁ କରୁଛୁ। ତାପରେ ମାମା ମୋର ଏମିତି ଚମ୍ପୁ ହେଲା ମୁଣ୍ଡ କରେଇବ। ତାପରେ ବଡ଼ ହେଲେ ବି ଯଦି ମୁଁ ଷ୍ଟାଇଲ କରିବି ମାମା କହିବ କ'ଣ ପାଇଁ କରୁଛୁ। ତାପରେ ପୁଣି ଏମିତି କରିବ। ବଡ଼ ହେଲେ ଦବ କିନ୍ତୁ ମାନେ ଲାଇକ୍ 2019 ରେ ଏମିତି ନା ଆହୁରି ବଡ଼ ହେଲେ ବି ଦବ ନା। ମାମା ସବୁବେଳେ ମତେ ଏମିତି ଚମ୍ପୁ ହେଲେ ହିଁ କୁଣ୍ଡାଏ। ମୁଁ ଜାଣିନି କ'ଣ ପାଇଁ। ମାମା ତମେ କିଛି ଅଲଗା ଷ୍ଟାଇଲ ଶିଖିଛ କରିବା? ନା ଏଇଟା ସୁନ୍ଦର ଷ୍ଟାଇଲ। ମୁଁ ଚମ୍ପୁ ମାନେ ତମେ କହୁଛ କି ମୁଁ ଚମ୍ପୁ ସେଇଥିପାଇଁ ମୁଁ କ୍ୟୁଟ୍। ହଁ ଚମ୍ପୁ ହେଉଛ ମତେ? ନା ଚମ୍ପୁକେକୁ ଯାଉନି। ଏଠି ପାପା ଦେଖ, ପାପାଙ୍କୁ ଦେଖ, ପାପାଙ୍କ ମୁଣ୍ଡ ବି ସେମିତି ଚମ୍ପୁ। ଦେଖିଲ ପାପାଙ୍କୁ ଏମିତି କରୁଛନ୍ତି। ପାପାଙ୍କ ଯେତେବେଳେ ମାନେ ଦେଖ ଏମିତି ଅଛି, ପାପାଙ୍କର ଯେତେବେଳେ ମୁଣ୍ଡ ଅସାଇଜ ହେଇଥିବ ଖାଲି ଏମିତି କରିଦେବେ ହେଇଗଲା ସାଇଜ। ହଁ ତମେ ବି ସେମିତି କରିଦେଲେ ହେଇଯିବ ନା। ତାହେଲେ ଏବେ କରିବାକୁ କଣ ପାଇଁ ଦଉନ? ଏବେ ଦଉନାହିଁ, ତମେ ଗୋଟେ ଛୋଟ ପିଲା ନା, ଛୋଟ ପିଲାଙ୍କ ଭଳିଆ ହିଁ ରହିବ ତମେ। ତମେ ଏଇକେ ଯୋଉ ଫୁଟବଲ ଖେଳିବ ସେ ଚୁଟି ଗୁଡା ତ ଅବସ୍ଥା ନଥିବ। ପାପା ଟାଇଟ୍ କରନି, ଚୁଟି ପୁରା ଖରାପ ହେଇଯାଉଛି ସେଇଥିରେ। ଫୁଟବଲ ଖେଳିବାକୁ ଯିବ ଏବେଠାରୁ ଭଲ ଆସେ ମୁଣ୍ଡ କୁଣ୍ଡା। ଖାଲି ତେଲ ଲଗେଇ ରଖ, ବଡ ହେଲେ ଯାହା କରିବ ହେଲା। ଷ୍ଟାଇଲ ଜେଲ ଲଗେଇବି, ଜେଲ ଚମ୍ପୁ ଷ୍ଟାଇଲ। ମୁଁ ଜେଲ ଲଗେଇବି ତାପରେ ଏମିତି ସାଇଜ କରିବି। ଗୁଡୁନର ହେଲା ଚମ୍ପୁ ଷ୍ଟାଇଲ। ଗୁଡୁନ କୋଉ ଷ୍ଟାଇଲ? ଦୁଷ୍ଟ। ଯିବା।